ଗଳ୍ପଟିର ଶୀର୍ଷକ ବାପାଙ୍କ ଛାଇରେ। କାଚଟା ଟକ୍ କରି ଫୁଟିଗଲା ଆଙ୍ଗୁଠିରେ। ଆଃ! ଏକ ଧୀର ସ୍ୱର ବାହାରି ଆସିଲା ଶ୍ରଦ୍ଧାର ମୁହଁରୁ। କ୍ଷଣିକେ ଲାଲ ଟୁକ୍ ଟୁକ୍ ରକ୍ତ କିଛି ଡବ ଡବ କରି ବାହାରି ଆସିଲା। ଶ୍ରଦ୍ଧା କିନ୍ତୁ ଦିଶୁଥିଲା ଖୁବ୍ ଅନ୍ୟମନସ୍କା। ଆଖି ଦୁଇଟି ଦିଶିଲା ଛଳ ଛଳ। କେଦାର ଯଦିଓ ହସିଦେଇ କହିଲେ, ବହୁତ ରକ୍ତ ଅଛି ନୁହେଁ? ତାଙ୍କର ଆଖି ଦୁଇ କିନ୍ତୁ ଭିନ୍ନ କିଛି କହୁଥିଲା। ସେଇ ଭିନ୍ନତା ଟିକକ ହିଁ, ଯାହାକୁ ସେ ପଢ଼େ ପ୍ରତ୍ୟେକ ଥର। ସବୁଥର ଏମିତି ହିଁ କିଛି ଦୁଃଖ, କିଛି ଅବଶୋଷରେ ଭରିଯାଏ ତା ହୃଦୟ। ଡେଟଲରୁ ତୁଳା ନେଇ ଆସିଲେ କେଦାର। କହିଲେ, ତୁଳା ଟିକେ ଚାପି ନିଅ, ରକ୍ତ ବନ୍ଦ ହେଇଯିବ। ଶ୍ରଦ୍ଧା ପଚାରିଲା, ମୁଁ କ'ଣ ବଦଳି କରି ଅନ୍ୟ କୁଆଡ଼େ ଚାଲିଯିବା ଉଚିତ ହବ କି? ଏକୁଟିଆ ଚଳିପାରିବ ଯଦି ଯାଅ। ତାର ଇଚ୍ଛା ହେଲା ଲୋଟି ଯାଆନ୍ତା ସେଇ ଛାତିରେ, କାନ୍ଦନ୍ତା ହୃଦୟରୁ ସବୁ ଦୁଃଖକୁ ଲୁହ କରି ଢାଳି ସାରିବା ଯାଏ। ଆଜି ଯାଏଁ ଏଇ ଆଖି ଲୁହ ହିଁ ତ ତାର ବଇରି ସାଜେ। ବୁଝେ ନା କିଛି ବି। ନା ବେଳ, ନା ଅବେଳ, ନା ସମୟ, ନା ଅସମୟ। ଯେଉଁଠି ନାହିଁ ସେଇଠି, ଯେତେବେଳେ ନାହିଁ ସେତେବେଳେ ବହିଯାଏ ଝରଝର ହେଇ ଝରଣାଟେ ପରି। ମନେ ପଡ଼ିଲା 2 ବର୍ଷ ତଳର ସେଇ ମଧ୍ୟାହ୍ନ। ମୁଣ୍ଡ ଉପରେ ତାତିଲା ଖରା ଏବଂ କିଛି ନିଃସଙ୍ଗତାର ସାହଚର୍ଯ୍ୟ ନେଇ ଗୋଟିଏ ଜୀବନ ଆରମ୍ଭ କରିବାର ଦୁଃସାହସିକ ସ୍ୱପ୍ନ। କ'ଣ କ'ଣ ଆବୋରି ଧରିଥିଲା ତାକୁ? ବୋଧେ ଏକାକିତ୍ୱ, ଅସହାୟତା ଓ ଭୟ। ସବୁ ଦୁର୍ବଳତା ଏକା ସାଥିରେ ଆବୋରି ବସିଥିଲେ ତାକୁ। ସମସ୍ତଙ୍କ ଜୀବନରେ ଏମିତି କିଛି ଦୁଃସମୟ ତ ଆସୁଥିବ ନିଶ୍ଚୟ। ସେତେବେଳର ସମୟ ଶ୍ରଦ୍ଧା ପାଇଁ ଅସମୟ ହିଁ ଥିଲା ବୋଧହୁଏ। ଅନ୍ୟ ମଣିଷଙ୍କ ପରି ସେ ବି ସେଇ ଅସମୟକୁ ଭୁଲିଯିବା ଉଚିତ। ସେ କିନ୍ତୁ ମୁଠେଇ ଧରିଛି ସେତକ ସମୟକୁ। ଜୀବନର ପୁଞ୍ଜି କରି ସାଇତିଛି ଆଜୀବନ ପାଇଁ। ବାପାଙ୍କର ପସନ୍ଦ ନୁହେଁ ସେ କୁଆଡ଼େ ବି ବସ୍ରେ ଯାଉ। ତେଣୁ ହଜାରେ ଅସୁବିଧା ସତ୍ତ୍ୱେ ବାପା କେବେ ହେଲେ ତାକୁ ବସ୍ରେ କୁଆଡ଼େ ଯିବାକୁ ଦିଅନ୍ତିନି। ଯଦିଓ ଗାଁରୁ ମାତ୍ର 5 କିଲୋମିଟର ଦୂରତାରେ କଲେଜ ଓ ସେଠିକାର ହଷ୍ଟେଲ। ସବୁଥର କିନ୍ତୁ ହଷ୍ଟେଲରୁ ଘରକୁ ଆସିବାକୁ ପଡ଼ିଲେ ହଷ୍ଟେଲରେ ପହଞ୍ଚି ଯାଉଥିଲେ ବାପା। ସାଥିରେ ରହୁଥିଲା ତାଙ୍କର LML ଭେସ୍ପା ସ୍କୁଟର। ଆଜି କିନ୍ତୁ ତାକୁ ଏ ନୂଆ ଜାଗାରେ 150 କିଲୋମିଟର ରାସ୍ତା ଅତିକ୍ରମ କରି ଏକୁଟିଆ ତା ଗନ୍ତବ୍ୟସ୍ଥଳ ଯାଏଁ ଯିବାକୁ ପଡ଼ିବ। କାହା ପରେ କେଉଁଠିକୁ ଯିବ, ଓହ୍ଲାଇବ କେଉଁଠି, ତାପରେ ପୁଣି କେଉଁଠି ଉଠିବ, ଏସବୁ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ଧାରଣା ନ ଥାଇ ସୁଦ୍ଧା ତା ପାଦ ଦୁଇଟି ଥକି ନ ଯାଇ ଚାଲିଥିଲା ଆଗକୁ ଆଗକୁ। ପ୍ରଥମେ ସେ ଚାଲି ଚାଲି ଯିବ ସେଇ ଯାଏଁ, ଯେ ଯାଏଁ ତାକୁ ଅଟୋଟିଏ ନ ମିଳିଛି। ଅଟୋରେ ଯିବ ଟ୍ରେନ୍ ଷ୍ଟେସନ ଯାଏଁ, ଟ୍ରେନରେ ଯିବ 100 କିଲୋମିଟର। ଟ୍ରେନ୍ରୁ ଓହ୍ଲାଇ ପାଦଚଲା ରାସ୍ତାଟିରେ ଲୋକଙ୍କୁ ଅନୁସରଣ କରି ତାଙ୍କ ପଛେ ପଛେ ଯିବ ସେଇ ଗାଁକୁ ଯାଉଥିବା ଏକମାତ୍ର ଲୋକାଲ ବସ୍ ଅଟକୁଥିବା ନିର୍ଦ୍ଦିଷ୍ଟ ଛକ ଯାଏଁ। କିଛି ସମୟ ଅପେକ୍ଷା କଲା ପରେ ଆସିବ ଦିଆସିଲି ଖୋଳ ଭଳି ଦିଶୁଥିବା ସେଇ ବସ୍ ଖଣ୍ଡିକ। ସେଇ ବସ୍ରେ କେବେ ଯାଇ ନଥିଲେ ମଧ୍ୟ ସେ ଦେଖିଛି ସେଠିକାର ଭିଡ଼। ସେଇଠି ବସିବା ପାଇଁ ଜାଗାଟିଏ ମିଳିବ ବୋଲି ଭାବିବା ଖୁବ୍ ହାସ୍ୟାସ୍ପଦ ନିଶ୍ଚୟ। ସେ ଦେଖିଛି ଲୋକମାନେ ବସ୍ରୁ କିଭଳି ଭାବେ ଝୁଲି ରହିଥାନ୍ତି କବାଟ ତଳକୁ। ବାଦୁଡ଼ି ପରି ଓହଳି ରହିଥାନ୍ତି ଅନେକ। ୟା ଦେହର ଝାଳ ପଶିଯାଉଥାଏ ତା ମୁହଁରେ। ଝାଳୁଆ ଗନ୍ଧ ସହ ଏକାକାର ହୋଇଯାଉଥାଏ ପରଫ୍ୟୁମ୍ ବାସ୍ନା। ଏମିତି ଭିଡ଼ରେ ବି ଦିଶିଯାନ୍ତି ପୁରୁଷଙ୍କ ସହ ତାଳ ଦେଇ ଝୁଲନ୍ତା ଅବସ୍ଥାରେ ଅନେକ ନାରୀ ଚରିତ୍ର। ଗୋଟିଏ ହାତରେ ନିଜ ଛାତିରେ ଚାପି ଧରିଥାନ୍ତି ନିଜ ଛୁଆକୁ ଏବଂ ଅନ୍ୟ ହାତରେ ବସ୍ର କୌଣସି ଦୁର୍ବଳ ଅଂଶକୁ ଆଶ୍ରା କରି ଚାଲି ଯାଇପାରନ୍ତି ସେମିତି ଶହ ଶହ କିଲୋମିଟର। ନିଜ ଛୁଆ ପାଇଁ ସତରେ ନାରୀଟିଏ ସଦା ସର୍ବଶକ୍ତିମାନ। କେତେବେଳେ ସାଜିପାରେ ଦୁର୍ଗା ତ ପୁଣି କେତେବେଳେ ସର୍ବଂସହା ସୀତା। ପୂର୍ବରୁ ଘଡ଼ିଏ ବି ନିଜଠାରୁ ଅନ୍ତର କରିନଥିବା ଛୁଆକୁ ସେ ଦେଖିନି ଦୀର୍ଘ 7 ଦିନ ହେଲା। ନିଜ ପାଖରେ ନିଜେ ସଂକଳ୍ପ କଲାପରି ସେ ଉଚ୍ଚାରଣ କଲା, ନିଜକୁ ଦୃଢ଼ କରିବାକୁ ପଡ଼ିବ। ତୋତେ ଲଢ଼ିବାକୁ ପଡ଼ିବ ଏ ପରିସ୍ଥିତି ସହ। ଆଜି ଯଦି ତୁ ହାର ମାନି ନେଉ, ତେବେ କାଲି ସକାଳେ ହୁଏତ ଦେଇପାରିବୁନି ନିଜ ଝିଅକୁ ଏ ଉଜ୍ଜ୍ୱଳ ଭବିଷ୍ୟତ। ସେଇ ଟାଣ ଖରାରେ ତା ପାଦ ଦୁଇଟି ପଡ଼ୁଥିଲା ଆଗକୁ, ଆହୁରି ଆଗକୁ। ହଠାତ୍ କେଦାର ତାଙ୍କ ବାଇକ୍ରେ ଆସି ଠିଆ ହେଇଥିଲେ ତା ସାମ୍ନାରେ। ବାଟ ଓଗାଳି ଠିଆ ହେଇଗଲା ପରି ଦିଶିଥିବ କି ବାଟରେ ଯା ଆସ କରୁଥିବା ଲୋକଙ୍କୁ। ତାକୁ କିନ୍ତୁ ଦିଶିଲାନି ସେମିତି କିଛି। ବରଂ ଦିଶିଲା ତାକୁ ସାହସ ଦେବା ପରି ଏକ ସୁନ୍ଦର ସ୍ମିତ ହାସ୍ୟଟିଏ ଏବଂ ଅଧାଶୁଣା ଏକ ଅସ୍ପଷ୍ଟ ପ୍ରଶ୍ନ, ମୁଁ ଛାଡ଼ିଦେବି କି?
ଶ୍ରଦ୍ଧା ଚୁପ୍ କି ଯାଇ ବସିଗଲା ବାଇକ୍ ପଛରେ। ନା କୌଣସି ଦ୍ୱିଧା, ନା କୌଣସି ଦ୍ୱନ୍ଦ୍ୱ। ତାକୁ ଜଣାଥିଲା କି ଯେ କେହି ଜଣେ ଆସିବେ। ନା, ବୋଧହୁଏ ତାକୁ ଜଣାଥିଲା ଯେ କେଦାର ହିଁ ଆସିବେ। ସେ ନା ଆଉ ପାରିବିନି ବୋଲି ଭାବିଲା ବେଳକୁ ପହଞ୍ଚିବେ ଓ କହିବେ, ଥକିଗଲ କି? ଚାଲ ମୁଁ ତୁମକୁ ଟ୍ରେନ୍ ଯାଏଁ ଛାଡ଼ି ଦେଇ ଆସେ। କେମିତି ଯିବ ଏକା? ସବୁ ଛୁଟିରେ ହଷ୍ଟେଲ ବନ୍ଦ ହେବା ସମୟ ଆସିଲେ ତା ସାଙ୍ଗମାନେ ଏମିତି ହିଁ ବ୍ୟତିବ୍ୟସ୍ତ ହେଉଛନ୍ତି। କେଉଁ ବସ୍ରେ ଯିବେ, ବସ୍ ଛାଡ଼ିବା ସମୟ କେତେ, ଭାଇ ଯେ ବ୍ୟସ୍ତ ଥିବ ତା କାମରେ, ବାପା ତାଙ୍କ ଚାକିରି ଜାଗାରେ, କିଏ ନେବା ପାଇଁ ଆସି ନ ପାରିଲେ ଯିବେ କେମିତି, ନିଜ ବ୍ୟବସ୍ଥା ନିଜକୁ ହିଁ କରିବାକୁ ପଡ଼ିବ। ଏମିତି କାହା ମନରେ କେତେ ପ୍ରକାର ଚିନ୍ତା। ଶ୍ରଦ୍ଧା କିନ୍ତୁ ଖୁବ୍ ସ୍ଥିର, ଏକଦମ ସ୍ଥିର। ତାକୁ ଜଣା ବାପା ଠିକ୍ ସମୟରେ ସ୍କୁଟର ନେଇ ପହଞ୍ଚିବେ। କହିବେ, ଲଗେଜ ରେଡ଼ି ତ ମୋ ମା'ର, ଆ ବସ୍ ଚାଲିଯିବା। ଶ୍ରଦ୍ଧା ଥରେ ଚାହେଁ ତାର ସେଇ ସାଙ୍ଗମାନଙ୍କ ଚିନ୍ତିତ ମୁହଁକୁ। ନିଜ ଅଜାଣତରେ ସେମାନଙ୍କ ଉପରେ ଫିଙ୍ଗି ଦିଏ ଗର୍ବ ଅହଙ୍କାର ମିଶା ଏକ ତୃପ୍ତ ଦୃଷ୍ଟି ଓ ବାପାଙ୍କ ପଛରେ ବସି ପଡ଼େ ଚୁପ୍ କରି। ସେ ଓ କେଦାର କେତେବେଳେ ପହଞ୍ଚି ସାରିଥିଲେ ଟ୍ରେନ୍ ଷ୍ଟେସନରେ। କେଦାର ତାକୁ କହିଲେ, ଘଡ଼ିଏ ଅପେକ୍ଷା କର, ମୁଁ ଟିକେଟ୍ ନେଇ ଆସେ। ମୁଣ୍ଡ ପୋତି ନୀରବ ସମ୍ମତି ଦେଲା ଶ୍ରଦ୍ଧା। ଶ୍ରଦ୍ଧା ଦୂରରୁ ଥାଇ ଦେଖିଲା କେଦାରଙ୍କ ହାତରେ 2ଟି ଟିକେଟ୍। ହସିଦେଇ ପଚାରିଲା, ଆରେ ତୁମେ ବି କେଉଁ ଆଡ଼େ ଯିବ ନା କ'ଣ? ଖୁବ୍ ଚୁପଚାପ ରହନ୍ତି କେଦାର, କଥା ହୁଅନ୍ତିନି ଅଧିକ। ନ ପଚାରିଲେ କୌଣସି କଥାର ଉତ୍ତର ମିଳେନି। ସେମିତି ମୁଣ୍ଡ ତଳକୁ ପୋତି ଅଳ୍ପ ହସିଲେ। ଏଇ ପ୍ଲାଟଫର୍ମ ଟିକେଟଟିଏ ମୋ ପାଇଁ ବି ନେଇ ଆସିଲି। ସେମିତି ଚୁପ୍ ମାରି ବସି ରହିଲେ ପାଖରେ, ଟ୍ରେନ୍ ଆସିବା ଯାଏଁ। ବାପା ସାଥିରେ ଥିଲେ ଏମିତି ହିଁ ଲାଗେ, ଭୟଶୂନ୍ୟ, ଚିନ୍ତାମୁକ୍ତ। ଠିକ୍ ଏମିତି ହିଁ ବସେ ସେ ବାପାଙ୍କ ପଛପଟେ ସ୍କୁଟରରେ ଚୁପ୍ ମାରି। ଟ୍ରେନ୍ ହୁଇସିଲ୍ ମାରି ଜଣାଇଦେଲା, ଏବେ ଆସିଗଲା ଯିବାର ବେଳ। ଚାଲ, ଏବେ ଦୂରେଇ ଯିବାକୁ ହେବ। ତା ଆଖିରୁ ଅସହାୟତା ବହିଗଲା କି ଛଳ ଛଳ ହେଇ। ନ ହେଲେ ତା ପର ଶନିବାର କେଦାର କାହିଁକି ଅବା ନିଜ ଆଡ଼ୁ କହିଥାନ୍ତେ, ବ୍ୟସ୍ତ ହେବନି, ମୁଁ ଠିକ୍ ସମୟରେ ତୁମକୁ ରେଲୱେ ଷ୍ଟେସନରେ ଛାଡ଼ି ଦେଇ ଆସିବି। ଏଥର ମଧ୍ୟ ଟିକେଟ୍ କାଉଣ୍ଟରରୁ ଫେରିବା ବେଳେ ହାତରେ 2ଟା ଟିକେଟ୍। ଚୁପ୍ ମାରି ବସିଲେ ପାଖରେ। ଘଡ଼ିଏ ବିତିଛି କି ନାହିଁ, ସେ ନିର୍ଜୀବ ଟ୍ରେନ୍ ହୁଇସିଲ୍ ମାରି ଜଣାଇଦେଲା, ଚାଲ, ଏବେ ଦୂରେଇ ଯା। ଏ ସମୟକୁ ପାଇବା ପାଇଁ ଅପେକ୍ଷା କର ପୁଣି ଆଉ ଗୋଟାଏ ସପ୍ତାହ। ଶ୍ରଦ୍ଧା ନିଜ ଅଜାଣତରେ ଧରି ପକାଇଲା କେଦାରଙ୍କ ହାତକୁ। କେଉଁ ଏକ ଆକୁଳ ସ୍ୱରରେ କହିଲା, ତୁମେ କ'ଣ ଏବେ ଚାଲିଯିବ? କେଦାର ହସିଲେ ଅଳ୍ପ। ହସିଦେଇ କହିଲେ, ନା ଯାଉନି, ଟ୍ରେନ୍ ଚାଲୁଥିବା ଯାଏଁ ମୁଁ ତୁମ ସାଥିରେ ଅଛି। ଏଥର ପ୍ଲାଟଫର୍ମ ଟିକେଟ୍ ନୁହେଁ, ମୋ ପାଇଁ ବି ନେଇ ଆସିଛି ଟିକେଟ୍। ଅଳ୍ପ ହସିଦେଇ ଥଟ୍ଟା ସ୍ୱରରେ କଥା ଯୋଡ଼ିଲେ, ଏମିତି ଦିହିଁଙ୍କ ପାଇଁ ଆମର 2ଟା ଟିକେଟ୍ ଆଣି ମୁଁ ଆଜି ବଞ୍ଚିଗଲି ସିନା। ଆହା, ମୋ ହାତଟା। ତାଙ୍କ ଇଙ୍ଗିତ ବୁଝି ଶ୍ରଦ୍ଧା ଚାହିଁଲା ହାତକୁ। ଆହା, କେତେବେଳୁ ସେ ଏମିତି ତାଙ୍କ ହାତଟିକୁ ଚାପି ଧରିଛି ନିଜ ହାତ ମୁଠାରେ। ତାର ସେ କଥା ମନେ ବି ନାହିଁ। ଲାଜରେ ତଳକୁ ମୁଣ୍ଡ ପୋତିଲା ଶ୍ରଦ୍ଧା। ହାତଟିକୁ ଖସାଇ ନେଇ ନିଜ କୋଳରେ ଥୋଇ ବସି ରହିଲା ଚୁପ୍ ମାରି। ପାସେଞ୍ଜର ଟ୍ରେନ୍, ଜେନେରାଲ ବଗି। ଧୀରେ ଧୀରେ ଭିଡ଼ ବଢ଼ିବାରେ ଲାଗିଥିଲା। କେଦାର କହିଲେ, ରିଜର୍ଭେସନ୍ କରିନେଲେ ହୁଅନ୍ତାନି? ଏତେ ଭିଡ଼ରେ ହଇରାଣ ହେଇକି ଯାଉଛ, ଭଲ ଲାଗୁନି? ଏତେ ଭିଡ଼ରେ ହଇରାଣ ହେଇକି ଯାଉଛ, ଭଲ ଲାଗୁନି। ପୁଣି କେବେ ଯିବ କୁହ, ମୁଁ ତୁମ ପାଇଁ ରିଜର୍ଭେସନ୍ କରିଦେବି। ଆଃ, ଶ୍ରଦ୍ଧାର ପୁଣି ମନେ ପଡ଼ିଲେ ବାପା। ବାପା ତାର ଖୁବ୍ ରକ୍ଷଣଶୀଳ। ତାର ମନେ ଅଛି, ଘର ପାଖ କଲେଜରେ ପାଠପଢ଼ା ସରିଲା ପରେ ସ୍ନାତକୋତ୍ତର ପଢ଼ିବା ପାଇଁ ପ୍ରବେଶିକା ପରୀକ୍ଷା ଦେବାର ସମୟ। ସେଇ ଥିଲା ତାର ପ୍ରଥମ ରେଳଚଢ଼ା ଅନୁଭୂତି, ତା ପୁଣି ବାପାଙ୍କ ସାଥିରେ। ବାପାଙ୍କ ସାଥିରେ ଥିଲେ ତାର ଆଉ ଚିନ୍ତା କ'ଣ ଯେ? ତେଣୁ ସେ ଥାଏ ଅଚିନ୍ତା ଆଉ ଖୁସି ଖୁସି। ବାପା କିନ୍ତୁ ଅନେକ ଚିନ୍ତାରେ ନିମଗ୍ନ। ପାଖ ସିଟ୍ଟି କାହାର, ପୁଅ ନା ଝିଅର, ସେ କେଉଁଭଳି ଲୋକ ହେଇଥିବ, ଏସବୁ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ଦିଶୁଥିଲେ ଖୁବ୍ ବ୍ୟସ୍ତ ଓ ବିବ୍ରତ। କେତେ ବୁଝାସୁଝା କରି ତାଙ୍କ ପାଖ ସିଟ୍ରେ ପୁଅମାନଙ୍କ ବଦଳରେ 2 ଜଣ ସ୍ତ୍ରୀ ଲୋକଙ୍କୁ ବସିବା ବ୍ୟବସ୍ଥା ସେ କରିଥିଲେ। ଝିଅର ସୁରକ୍ଷା ଦାୟିତ୍ୱ ବୋଧହୁଏ ଖୁବ୍ ବିବ୍ରତ କରୁଥିଲା ବାପାଙ୍କୁ। କେବଳ ସେଇଥିପାଇଁ ବାପା ତାକୁ ତାର ପାଠପଢ଼ା ସାରିବାକୁ ନ ଦେଇ ବାହାବେଦୀରେ ବସାଇ ଦେଇଥିଲେ। ତେବେ ସତରେ ସେ କ'ଣ ତାକୁ ଏକ ସୁରକ୍ଷିତ ଭବିଷ୍ୟତ ଦେଇପାରିଲେ? ଝିଅର ବାହାଘର ନିଷ୍ପତ୍ତି ନେବା ପୂର୍ବରୁ ଅନ୍ତତଃ ପକ୍ଷେ ଥରେ ତାଙ୍କର ପରଖି ନେବାର ଥିଲା ଯେ, ଯେଉଁମାନଙ୍କ କାନ୍ଧରେ ସେ ତାଙ୍କର ନିରିମାଖି ଝିଅର ସୁରକ୍ଷା ଦାୟିତ୍ୱ ଲଦି ଦେବାକୁ ଯାଉଛନ୍ତି, ସେମାନେ ତାକୁ ତୁଲାଇବା ପାଇଁ ସତରେ ଆଗ୍ରହୀ ତ? ହଁ, ନହେଲେ ବାପା ଏତକ କରିଦେଇ ପାରିଥାନ୍ତେ, ତାକୁ କରିଦେଇଥାନ୍ତେ ଆତ୍ମନିର୍ଭରଶୀଳ। ଦୁନିଆ ସାଥିରେ, ପରିସ୍ଥିତି ସାଥିରେ ଲଢ଼ିବା ପାଇଁ ଏକ ବେବାକ୍ ଭୟଶୂନ୍ୟ ଝିଅ। ଏଭଳି କିନ୍ତୁ କିଛି ବି ନ ହେଇ ସେ ରହିଯାଇଛି ସେମିତି ଡରକୁରି ଓ ବାପାଙ୍କୁ ଆଶ୍ରା କରି ଡରି ଡରି ଜୀବନ ଜୀଇଁ ଶିଖିଥିବା
ଗେହ୍ଲି ଝିଅଟିଏ ହେଇ। ଖୁବ୍ ଅଭିମାନ ଆସିଲା ବାପାଙ୍କ ଉପରେ। ଆଖି ଦୁଇଟି ଢଳ ଢଳ ଦିଶିଲା। ଠପ୍ ଠପ୍ କରି ଖସି ପଡ଼ିଲା 2 ଟୋପା ଲୁହ। ତା ଲୁହ ଦେଖି ବ୍ୟସ୍ତ ହୋଇ ଉଠିଲେ କେଦାର। ବ୍ୟସ୍ତ ବିବ୍ରତ ସ୍ୱରରେ କହି ଉଠିଲେ, କାନ୍ଦୁଛ କାହିଁକି ଯେ? କେଉଁ ଆବେଶରେ କେଜାଣି ଶ୍ରଦ୍ଧା କହି ଉଠିଲା, ମୁଁ ଧରିବି କି ଟିକିଏ ତୁମ ହାତକୁ? ଆରେ, ନିଜ 2 ହାତ ମଝିରେ କେଦାର ମୁଠେଇ ଧରିଲେ ଶ୍ରଦ୍ଧାର ହାତକୁ। ଏକ ପରମ ପରିତୃପ୍ତିର ସ୍ପର୍ଶ ଯେମିତି ଆବୋରି ଧରିଲା ଶ୍ରଦ୍ଧାକୁ। ଏକ ନିବିଡ଼ ବନ୍ଧନର ଅନୁଭବରେ ଭିଜୁଥିଲା ସେ, ଯାହା ପାଇଁ ନିଜର ସବୁ କିଛି ତ୍ୟାଗ କରିପାରେ ନାରୀଟିଏ। ଆତ୍ମବିସ୍ମୃତିରେ ଚୁମିଦେଲା ଶ୍ରଦ୍ଧା କେଦାରଙ୍କ ହାତକୁ ଓ ଚାପି ଧରିଲା ଖୁବ୍ ଜୋରରେ ନିଜ ହାତ ଦୁଇଟି ମଝିରେ। କେଦାର ହସିଦେଇ କହିଲେ, ଲୋକେ କ'ଣ ଭାବିବେ କହିଲ? ୟାଙ୍କର କ'ଣ ଘରଦ୍ୱାର କିଛି ନାହିଁ? ଜେନେରାଲ ବଗିଟା ପରା। ଲାଜରେ ଲାଲ ପଡ଼ିଗଲା ଶ୍ରଦ୍ଧାର ମୁହଁ। ଏଥର ଗାଁରୁ ଚାକିରି ଜାଗାକୁ ଫେରିବା ପାଇଁ ଉଚ୍ଚାଟ ହେଉଥିଲା ଶ୍ରଦ୍ଧାର ମନ। ପୂର୍ବରୁ ସେଇ 2 ଦିନର ଛୁଟି ନେଇ ଯାଇଥିବା ସମୟ ଯାହା ଅନ୍ୟଥର କମ୍ ପରି ଲାଗୁଥିଲା ତାକୁ, ଏଥର ଦୀର୍ଘ ହୋଇ ଯାଇଥିଲା ଯେମିତି। ସେଇ ମନ, ଅଥଚ ଚଞ୍ଚଳ। ସେଇ ଅପେକ୍ଷା, କିନ୍ତୁ ଏକ ତୀବ୍ର ଆଲୋଡ଼ନରେ ଭିଜା ଭିଜା। ନିଜ ଉଚ୍ଚାଟନ ମନର ଦଂଶନକୁ ଭୋଗୁଥିବା ଶ୍ରଦ୍ଧା ଅନୁଭବ କରିପାରୁଥିଲା ସେ ଭୋଗି ପାରି ନଥିବା ତା ବୟସ ଲୁଚି ରହିଥିଲା ତା ଭିତରେ ହିଁ କେଉଁଠି। ପ୍ରିୟ ପୁରୁଷଟିର ସାନ୍ନିଧ୍ୟ ଭୋଗି ଏବେ ଅସ୍ଥିର ହେଉଥିଲା ପ୍ରସ୍ଫୁଟିତ ହେବା ପାଇଁ। ସବୁ ବୁଝି ବି ଅବୁଝା ହେବାକୁ ଚାହୁଁଥିଲା ତା ମନ। ସେ ଚାହୁଁନଥିଲା ବୁଝିବାକୁ ବୟସର ଗମ୍ଭୀରତାକୁ। ଜାଣି ବି ଅଜଣା ହେବାକୁ ଚାହୁଁଥିଲା ତାଙ୍କର ସାମାଜିକ ସ୍ଥିତି ଓ ପରିବାରର ଦାବିକୁ। ଏବେ ତାକୁ ଓ କେଦାରକୁ ନେଇ ଅଫିସ ସାରା ଖେଳି ବୁଲୁଥିଲା ଏକ ଚାପା ଗୁଞ୍ଜରଣ। ଏ ଚାପା ଗୁଞ୍ଜରଣରେ ତାକୁ ଦିଶୁଥିଲା ସମବୟସ୍କା ସହକର୍ମୀମାନଙ୍କର ତା ପ୍ରତି ଈର୍ଷା। ସେହି ସହକର୍ମୀମାନଙ୍କ ଟୁପୁରୁ ଟାପୁରୁ କାନକୁହା କଥା କେବେ କେବେ ସୃଷ୍ଟି କରୁଥିଲା ତାର ଓ କେଦାରଙ୍କ ମଧ୍ୟରେ ମତାନ୍ତର ସିନା, ହେଲେ କେବେ କିନ୍ତୁ ମନାନ୍ତର ହେଉନଥିଲା। ଡେରିରେ ହେଉ ପଛେ ଶ୍ରଦ୍ଧା ଆତ୍ମନିର୍ଭରଶୀଳ ହେଲା। ତାକୁ ମିଳିଥିଲା ସରକାରୀ ଚାକିରି ଓ ସହକର୍ମୀ ରୂପେ କେଦାର। ଦୂର ସହରରେ ଏକମାତ୍ର ଆତ୍ମୀୟ, ବୋଧହୁଏ ବଞ୍ଚି ରହିବାର ଏକମାତ୍ର ଆଶ୍ରୟ। ତା ପାଇଁ ଚାକିରି ଖୁବ୍ ଜରୁରୀ ଥିଲା। ଏକଥା ଜାଣି ସୁଦ୍ଧା ଏବେ ଦୂର ସହରରେ ଏକୁଟିଆ ଝିଅର ଚାକିରି କରିବାର ନିଷ୍ପତ୍ତିରେ ବାପାଙ୍କର ଯେ ଖୁବ୍ ଦ୍ୱିଧା, ଏକଥା ଅନୁଭବ କରିପାରିଥିଲା ଶ୍ରଦ୍ଧା। ଆହୁରି ବି ଅନୁଭବ କରିପାରିଥିଲା ବୋହୂର ସରକାରୀ ଚାକିରିରେ ଯୋଗ ଦେବା ଯୋଗୁଁ ଶାଶୁଘର ପରିବାରର ସମସ୍ତଙ୍କର ଚାପା ଖୁସି। ବାପା ଚିନ୍ତାରେ ବୁଡ଼ି ବୁଡ଼ି ଯାଉଥିଲେ। ତାଙ୍କର ଝିଅ ଏତେ ବଡ଼ ସହରରେ ଏକୁଟିଆ କେମିତି ଚଳିବ ସେଇ କଥା ଚିନ୍ତା କରି। ଶ୍ୱଶୁର ଘର ସମସ୍ତେ ଖୁସି ଥିଲେ ପରିବାରର ଆର୍ଥିକ ସୁଧାର କଥାକୁ ଅନୁଭବ କରି। ଶ୍ରଦ୍ଧା କେମିତି ଥିଲା ସେ ଜାଣେ। ଖୁବ୍ ଭୟଭୀତ ଥିଲା ସେ। ଆପଣାର ଲୋକମାନଙ୍କ ଭିଡ଼ରେ କେବେ ଜୀବନକୁ ଏମିତି ଏକୁଟିଆ ପାଖରୁ ଦେଖିବାକୁ ପଡ଼ିନଥିଲା ତାକୁ। ଅଥଚ ଆଜି ଏକାକୀ, ଜୀବନ ଯୁଦ୍ଧରେ ଆମ୍ନା ସାମ୍ନା। ତା ଅଜାଣତରେ ଅବଚେତନ ମନ ତାର ବୋଧହୁଏ ଖୋଜି ଚାଲିଥିଲା ଏକ ଆପଣାର ମଣିଷ, ତାର ଦରଦୀ କଥା କେଇପଦ, ଟିକିଏ ଆତ୍ମୀୟତା ଭରା ପରଶ। ଅଫିସରେ ପହଞ୍ଚିଲେ ଏଇ ଅନୁଭବ ତାକୁ ନିଜ ସାମ୍ନା ସିଟ୍ରେ ବସିଥିବା କେଦାରଙ୍କ ମୁହଁକୁ ଚାହିଁବାକୁ ଉଚ୍ଚାଟ କରେ। ଦେଖୁ ଦେଖୁ ସେ ବୁଡ଼ିଯାଏ ତା ସ୍ୱପ୍ନ ରାଇଜରେ। ଭାବେ ଭାଗ୍ୟ ଆମକୁ ଭେଟ କରିପାରିଥାନ୍ତା ଆଉ କିଛି ବର୍ଷ ପୂର୍ବରୁ। କେଦାର ଆଖିରେ ଉତ୍ତର ଫେରାନ୍ତି, ଏବେ ତ ମୁଁ ତୁମ ସାଥିରେ ଅଛି, ପୁଣି ଡର କାହାକୁ? ଛଳ ଛଳ ହୋଇଯାଏ ତାର ଆଖି। ଏକୁଟିଆ କିଛି ସମୟ ପାଇଲେ କେଦାର ପଚାରି ବସୁଥିଲେ ପ୍ରଶ୍ନ ପରେ ପ୍ରଶ୍ନ। କ'ଣ ହେଇଛି? ଆଖି ଏମିତି ଛଳଛଳ କାହିଁକି? ନିଜକୁ ଦୃଢ଼ କର, ନହେଲେ ଝିଅକୁ ମଣିଷ କରିବ କେମିତି? ସାହସ ବାନ୍ଧିଲେ ସିନା ତାକୁ ଆଣି ଏଇଠି ରଖିବ, ମଣିଷ କରିବ। ଅଫିସରେ ସୁଯୋଗ ନ ମିଳିଲେ ଘରକୁ ଆସୁଥିଲା ଫୋନ୍ ଓ ଫୋନ୍ ସାଥିରେ ତାଗିଦ ଭରା ପ୍ରଶ୍ନ। ଆଜି ମୁହଁ ଶୁଖିଲା ଦିଶୁଥିଲା କାହିଁକି? ଆଉ ମନେ ପଡ଼ୁନଥିଲେ ବାପା। ସେ ଏବେ ଆଉ ଏକୁଟିଆ ନୁହେଁ, ତାର ବି କେହି ଅଛନ୍ତି, ଆପଣାର, ନିଜର। ନିଜର? କିଏ ନିଜର? ଏ ପ୍ରଶ୍ନରେ କ୍ଷତାକ୍ତ ହେଇ ଉଠେ ସେ। ନିଜକୁ ଉତ୍ତର ରଖିବାକୁ ଯାଇ କେତେବେଳେ ହାତରେ ଛୁଞ୍ଚି ପୋଡ଼ି ରକ୍ତ ଝରାଏ, ପୁଣି କେତେବେଳେ ଫୁଟିଯାଏ ହାତରେ କଣ୍ଟା ତ ଗୋଡ଼ରେ କାଚ। କାମ କରୁ କରୁ ଅନ୍ୟମନସ୍କତାରେ ଖସି ପଡ଼େ ହାତରେ ଧରିଥିବା ଜିନିଷ ସବୁ। ଶବ୍ଦ ହୁଏ ଝଣ୍ ଝଣ୍ ଠନ୍ ଠାଣ୍। ଭାଙ୍ଗିଯାଏ ତାର ଅନ୍ୟମନସ୍କତା। ମୁହଁରୁ ବାହାରି ଆସେ, ଆଃ ବାପା, ମୁଁ ଏତେ ଦୁର୍ବଳ କାହିଁକି? ସାରା ରାତି ଶୋଇ ଶୋଇ ନିଜକୁ ବୁଝାଏ, ଆମେ ଉଭୟ ବିବାହିତ। ଆମର ସାମାଜିକ ଦାୟିତ୍ୱବୋଧତା ଅଛି। ହଁ, ଆମେ ନିଶ୍ଚୟ ଭଲ ବନ୍ଧୁ ହିଁ ରହିପାରିବୁ ଆଜୀବନ। ତଥାପି ଅଫିସରେ ଯେତେବେଳେ ଅନ୍ୟ ସହକର୍ମୀଙ୍କ ସାଥିରେ ହସି ହସି କଥା ହୁଅନ୍ତି କେଦାର,
ସେ ଜଳିଯାଏ ଈର୍ଷାରେ। ଏ କେମିତିକା ଈର୍ଷା? ଛୋଟବେଳୁ ସେ ବାପାଙ୍କ ଗେହ୍ଲି। ସେ ସହିପାରେ ନା ବାପା ଅନ୍ୟ କାହାକୁ ଗେଲ କଲେ। ଈର୍ଷାରେ ଜଳି ପୋଡ଼ିଯାଏ ତା'ର ହୃଦୟ। ସେ ଭାବେ ବାପା ହୁଅନ୍ତେ କି କେବଳ ତାଙ୍କର ସବୁ ସ୍ନେହ ଶ୍ରଦ୍ଧା ହୁଅନ୍ତା କେବଳ ତାରି ପାଇଁ। ବାପା ଟିକିଏ ଗେଲରେ ପଚାରିଦେଲେ କିଛି ଉଭାନ ହେଇଯାଏ ତା'ର ସବୁ ଅଭିମାନ। ପୁଣି ପାଲଟିଯାଏ ସେ ବାପାଙ୍କର ସେହି ସୁକୁମାରୀ ରାଜଜେମା ଶ୍ରଦ୍ଧା। ଏବେ ନିଜ ଚାକିରି ଜାଗାକୁ ସେ ନେଇ ଆସିଲାଣି ଝିଅକୁ। ଆଗପରି ଆଉ ତାକୁ ବାରମ୍ବାର ପ୍ରତ୍ୟେକ ସପ୍ତାହରେ ଟ୍ରେନ୍ ବସ୍ରେ ଝୁଲି ରହି ଗାଁକୁ ଯିବାକୁ ପଡ଼ୁନି। ଚାକିରି କ୍ଷେତ୍ର ମଧ୍ୟ ପୁରୁଣା ଓ କିଛି ଚିହ୍ନା ଚିହ୍ନା ହେଲାଣି। କିଛି ସ୍ଥିର ମଧ୍ୟ ହୋଇସାରିଲାଣି ପୂର୍ବର ଅସ୍ଥିର ଦ୍ୱନ୍ଦ୍ୱମୟ ଜୀବନ। ଏବେ ବି କେଦାର ବୁଝନ୍ତି ତା'ର ହାନିଲାଭ ଭଲମନ୍ଦ ସବୁକିଛି। ତା ସହିତ ଆହୁରି ବି ଖବର ରଖନ୍ତି ଝିଅର। ସୁବିଧା ଅସୁବିଧା ପ୍ରତ୍ୟେକ ମୁହୂର୍ତ୍ତରେ ସେ ପାଖରେ ପାଏ ତାଙ୍କୁ। ସେ ଏଯାଏଁ ଆଣିନାହାନ୍ତି ତାଙ୍କ ପରିବାର, ତାଙ୍କ ସ୍ତ୍ରୀ ଓ ଛୋଟ ଝିଅକୁ। ତେଣୁ ଘରକୁ ଯାଆନ୍ତି ମଝିରେ ମଝିରେ ଛୁଟି ନେଇ। ତାଙ୍କର ରାତି ରାତି ବସ୍ ଯାତ୍ରା ନେଇ ଚିନ୍ତିତ ରହେ ଶ୍ରଦ୍ଧା। ମୁଁ ପହଞ୍ଚିଲି ଏତିକି ଶୁଣିବା ପାଇଁ ବ୍ୟଗ୍ର ହୋଇ ଅପେକ୍ଷା କରେ। ଥରେ ଥରେ ଫୋନ୍ କରି ଜଣାଇଦେଲେ ଚିନ୍ତାରହିତ ହେଇଯାଏ ତା'ର ମନ। ଶାନ୍ତ ପଡ଼ିଯାଏ ହୃଦୟ। ବାପା ଅନେକ ଦିନ ପରେ ଫୋନ୍ କରିଥିଲେ ଗାଁରୁ। କହିଲେ ଛୁଟି ନେଇ ଆସିବୁ, ଭାରି ମନେ ପଡ଼ୁଛି ତୋ କଥା। ବାପାଙ୍କ କଥାରୁ ଶ୍ରଦ୍ଧା ଅନୁଭବ କଲା ଯେମିତି ଥକି ପଡ଼ୁଛନ୍ତି ବାପା। ମନ ତା'ର ଛଟପଟ ହେଲା ବାପାଙ୍କୁ ଦେଖିବା ପାଇଁ। ପିଲାଟି ବେଳୁ ବାପା ତ କେବେ ତା'ର ନାଁ ନେଇ ଡାକନ୍ତିନି, ଡାକନ୍ତି ମା ବୋଲି। ବାପାଙ୍କ ସେହି ମା ଡାକରେ ଶ୍ରଦ୍ଧା ଭୋଗୁଥିଲା ମାତୃତ୍ୱକୁ। ହେଲେ ଆଜି ଫୋନ୍ରେ ହେଉ ପଛେ ବାପା କେମିତି ଭୁଲିଗଲେ ତାକୁ ମା ବୋଲି ଡାକିବାକୁ। ଅଧୈର୍ଯ୍ୟ ହେଇ ପଡ଼ିଲା ଶ୍ରଦ୍ଧା। ଝିଅକୁ ନେଇଗଲା ଗାଁକୁ। ଭାଇ ଭାଉଜ ସେମାନଙ୍କ ପୁଅ ଝିଅଙ୍କ ଅଦୌତି ଭିତରେ ବାପାଙ୍କୁ ଏକାନ୍ତରେ ଭେଟିବାକୁ ସମୟ ହେଉନଥିଲା। ସେ ବୁଝିପାରିଲାନି କେବେ ଓ କେମିତି ସମୟ ବଦଳାଇ ନେଲା ତା'ର ମୋଡ଼। ସେ ଶୁଣିଲା ବାପା କହୁଥିଲେ ମା ଚା କପେ ଦେଲୁ। ଶ୍ରଦ୍ଧା ଅସ୍ତବ୍ୟସ୍ତ ହେଇ ଉଠି ପଡ଼ିଲା ବେଳକୁ ଜାଣିଲା ଏ ଡାକ ତା ପାଇଁ ନୁହେଁ। ଗୁମ୍ ମାରି ଭାଉଜ ବଢ଼େଇ ଦେଇଥିଲେ ଚା କପ୍ ବାପାଙ୍କ ହାତକୁ। ଅଫିସରୁ ଡାକରା ଆସିଲାଣି କହି ଫେରିବାକୁ ତରତର ହେଲା ଶ୍ରଦ୍ଧା। ଫେରି ବି ଆସିଲା ଗୋଟିଏ ଦିନ ପରେ। ଫେରିବା ବେଳେ ବାପାଙ୍କୁ କହିଥିଲା ଚାଲ ଯିବା, ମୋ ପାଖରେ ରହିବ କିଛି ଦିନ। ବାପା ମୁଣ୍ଡ ତଳକୁ କଲେ, କିଛି ଭାବିଲେ, ପୁଣି ମୁଣ୍ଡ ଉଠାଇ ଚାହିଁଲେ ସିନା କିଛି ସମୟ, କିନ୍ତୁ କିଛି କହିଲେନି। କିଛି କହିବାକୁ ଚାହୁଁଥିଲେ ବୋଧେ, ହେଲେ କହିପାରିଲେନି। ବାପା ତା ପାଖରେ ଥିଲେ ଅବା ନଥିଲେ। ଶ୍ରଦ୍ଧା ଅନୁଭବ କଲା ତା'ର ଓ ବାପାଙ୍କ ଭିତରେ ଯୋଜନ ଯୋଜନ ଦୂରତା। ସେଇ ବାପା ଯାହାଙ୍କ କୋଳରେ ଥରେ ବସି ପଡ଼ିଲେ ସେ ମହାଶୂନ୍ୟର ଦୂରତାକୁ ବି ଲଙ୍ଘି ପାରୁଥିଲା, ସେଇ ବାପା ତା ପାଖରେ ଥାଇ ସୁଦ୍ଧା ନଥିଲେ ଯେମିତି। ଏ ଦୂରତା ଆସିଲା କେଉଁଠୁ, କେବେ ଓ କେମିତି? ଶ୍ରଦ୍ଧାର ଛାତିର ଗଭୀରତମ ପ୍ରଦେଶରୁ ଏକ ଦୀର୍ଘଶ୍ୱାସ ବାହାରି ଯାଇ ପବନରେ ମିଳେଇ ଯାଉଥିଲା କ୍ରମଶଃ। ସେଦିନ କେଦାର କହିଲେ ଭଲ ଘରଟିଏ ଭଡ଼ାରେ ମିଳିଛି। ଏଥରକ ଗାଁକୁ ଗଲେ ଝିଅକୁ ତା'ର ମାଆକୁ ନେଇ ଆସିବି ବୋଲି ଭାବିଛି। ଝିଅକୁ ବି ଏପ୍ରିଲରେ 3 ବର୍ଷ ପୂରିବ। ଭଲ ସ୍କୁଲ ଦେଖି ତା'ର ଆଡ଼ମିସନ୍ କରିବାକୁ ପଡ଼ିବ। ଶ୍ରଦ୍ଧା ଆଁ କରି ଚାହିଁ ରହିଥିଲା କେଦାରଙ୍କ ମୁହଁକୁ। ଶ୍ରଦ୍ଧା କ'ଣ କହିବ ବୁଝିପାରୁନଥିଲା। ହଠାତ୍ ତା'ର ଖୁବ୍ ମନେ ପଡ଼ିଲେ ବାପା। ବାପା କ'ଣ ତାକୁ ଆଉ ମନେ ପକାଉଥିବେ? ବୋଧହୁଏ ନା। ନିଜ ପୁଅ ବୋହୂ ନାତି ନାତୁଣୀଙ୍କ କୋଳାହଳ ଭିତରେ ସେ ପାଶୋରି ସାରିବେଣି ଯେ ତାଙ୍କର ଗୋଟେ ନାକ କାନ୍ଧୁରି ଡରକୁରି ଓ ସ୍ନେହ କାଙ୍ଗାଳୁଣୀ ଝିଅ ଥିଲା ବୋଲି। ଧୀରେ ଧୀରେ ତାକୁ ଆବୋରି ଧରୁଥିଲା ଝାଇଁମରା ମୁଣ୍ଡଫଟା ଖରା ଓ ଖାଁ ଖାଁ ନିର୍ଜନତା। ତାଠୁ ଦୂରେଇ ଯାଉଥିଲା ଗୋଟେ ଝଙ୍କା ବରଗଛର ସୁଶୀତଳ ସ୍ନିଗ୍ଧ ଛାଇ। ଅନ୍ୟମନସ୍କତାରେ କାଚଟା ଟକ୍ କରି ଫୁଟିଗଲା ଆଙ୍ଗୁଠିରେ। ସେ ଖୁବ୍ ଅସ୍ପଷ୍ଟ ସ୍ୱରରେ ନିଜକୁ ନିଜେ ପଚାରିଲା, ମୁଁ କ'ଣ ବଦଳି କରି ଅନ୍ୟ କୁଆଡ଼େ ଚାଲିଯିବା ଉଚିତ ହେବ କି? ଧନ୍ୟବାଦ।